57 ନମ୍ବର ଜାତୀୟ ରାଜପଥ ସରସରା ଠାରୁ ଜଗନ୍ନାଥ ସଡ଼କକୁ ସଂଯୋଗ କରୁଥିବା ରାସ୍ତାରେ ଜମୁଛି ପାଣି, ଅଭିଯୋଗ କଲେ ଗ୍ରାମବାସୀ। ଆଜି ମଧ୍ୟାହ୍ନ 12:15 ସମୟରେ 57 ନମ୍ବର ଜାତୀୟ ରାଜପଥ ସରସରା ଠାରୁ ଜଗନ୍ନାଥ ସଡ଼କ ବଘାରପାଲିକୁ ସଂଯୋଗ ରାସ୍ତାରେ ଜମୁଛି ପାଣି। ସେଥିପାଇଁ ଏହି ରାସ୍ତାରେ ଯାତାୟାତ କରୁଥିବା 5ଟି ଗ୍ରାମର ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏନେଇ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ରାସ୍ତାରେ ରେଲୱେ ବିଭାଗ ଦ୍ୱାରା ଗ୍ରାମବାସୀଙ୍କ ଯିବା ଆସିବା ପାଇଁ ଗୋଟେ ପୋଲ ତିଆରି ହୋଇଛି। ପୋଲ ତିଆରି ହୋଇଛି ସତ, କିନ୍ତୁ ଏଠାରେ ରାସ୍ତା ମୁଖ୍ୟ ରାସ୍ତାଠାରୁ 5 ଫୁଟ ଗଭୀରରେ ରହିଛି। ସେଥିପାଇଁ ରାସ୍ତାରେ ଜଳ ଜମା ହେବାର ସମ୍ଭାବନା ନେଇ ଗ୍ରାମବାସୀ ରେଲୱେ ବିଭାଗକୁ ଅଭିଯୋଗ କଲା ପରେ ଜଳ ନିଷ୍କାସନ ପାଇଁ ଗୋଟିଏ ଡ୍ରେନ୍ ତିଆରି ହେଲା। କିନ୍ତୁ ବିଡ଼ମ୍ବନାର ବିଷୟ, ରାସ୍ତାଠାରୁ 4 ଫୁଟରୁ ଅଧିକ ଉଚ୍ଚତାରେ ଡ୍ରେନ୍ ତିଆରି ହୋଇଛି। ସେଥିପାଇଁ ଅସରାଏ ବର୍ଷାରେ ମଧ୍ୟ ଜଳ ନିଷ୍କାସନ ହୋଇପାରୁନାହିଁ। ସବୁବେଳେ ସବୁ ସମୟରେ ଏଠାରେ ଜଳ ଜମି ରହୁଥିବାରୁ ଯାତାୟାତରେ ପ୍ରତିଦିନ ହଜାର ହଜାର ଲୋକ ଅସୁବିଧା ଭୋଗୁଛନ୍ତି। ଏହାର ସମାଧାନ ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରଶ୍ମିରଞ୍ଜନ ବିଷୟ, ଗାଁ ସରସରା, जिला बौद्ध। कहबार कारणटा है जे रेलवे ब्रिज कर पानी जमुचे बहुत टे वर्षा हेल्ले आंठुए पानी हो जाऊे। तो इन जेन ड्रेनटा करें इन पाखापाखि 4 फुट हाइट्रे हो जार द्वारा कि पानीटा ड्रेनेज नहीं पार्बा ठीक से। ये रास्ता ऊपर बहुत लोग डिपेंड कर जावासवा कर बहुत हैरान यहाँ हूँ NH 57 टू जगन्नाथ रोड लोग बहुत हैरान होचन। आंठुए आंठुए पानी जमिक रोचे। तो यार प्रतिकार करवा आम दाबी कर।